ଶ୍ରୋତବନ୍ଧୁ ଜଣେ କବିର ଆବେଗ ପ୍ରବଣତା ହିଁ ତା କବିତାର ମୂଳ ପିଣ୍ଡ। କବିତା କେବଳ କିଛି ଶବ୍ଦକୁ ନେଇ ଏକ କାବ୍ୟିକ କୌଶଳ ନୁହେଁ, ବରଂ ଅନୁଭବ, ଅନୁଭୂତି ଏବଂ ଉପଲବ୍ଧ ଜୀବନ ତତ୍ତ୍ୱର ଏକ ମିଶ୍ରିତ କଳାତ୍ମକ ସୌନ୍ଦର୍ଯ୍ୟ। ଆଜି ଆମେ ଏମିତି ଜଣେ ଭାବପ୍ରବଣ କବିଙ୍କୁ ଶୁଣିବା ଯେ ଝରକା ଆଗ ଦେଇ ଯେତେବେଳେ ଗାଁ ଦାଣ୍ଡରେ ବର୍ଷା ପାଣିର ସ୍ରୋତ ଭାସେ, କାଗଜ ଡଙ୍ଗାଟିଏ ଯେତେବେଳେ ସେହି ସ୍ରୋତରେ ଭାସି ଯାଉଥାଏ, ତାକୁ ନେଇ ସେ ଖୁବ୍ ଚଞ୍ଚଳ ହୋଇ ଉଠନ୍ତି। ଫେରି ଯାଆନ୍ତି ସେଇ ଅତୀତକୁ, ଯେଉଁଠି ସରଳ ହୃଦୟର ବାଳକଟିଏ ବର୍ଷା ପାଣିର ସ୍ରୋତରେ କାଗଜ ଡଙ୍ଗାଟିଏ ଭସେଇ ଦେଇ ଭାବୁଥାଏ ପହଞ୍ଚି ଯାଆନ୍ତା କି ଡଙ୍ଗାଟି ଜାଭା ସୁମାତ୍ରାର ଦେଶରେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣିବା କବି ଧରଣୀଧର ତ୍ରିପାଠୀଙ୍କ ଭାସିଗଲା ଯେବେ କାଗଜ ଡଙ୍ଗା କବିତା ସଂକଳନର କିଛି କବିତା, କିଛି ସ୍ମୃତି, କିଛି ଅନୁଭୂତିର କବିତା ଦେଇ ତାଙ୍କୁ ଆମେ ବୁଝିବା ଯେ ଅତିକ୍ରାନ୍ତ ସମୟରେ ସେ ନିଜ ଭିତରେ ସେଇ ବାଳକଟିକୁ ଖୋଜି ପାଆନ୍ତି, ଯିଏ କାଗଜ ଡଙ୍ଗା ଭସେଇ ଦେଇ ନିଜକୁ କେଉଁ ସାଧବ ପୁଅଠାରୁ କମ୍ ମନେ କରନ୍ତି ନାହିଁ। ସାରା ଜୀବନ ଅନେକ ବାର ପଛକୁ ବୁଲି ଦେଖିଛି, ପିଲାଦିନର ସେଇ ଚପଳ ଆଉ ମହାର୍ଘ ମୁହୂର୍ତ୍ତ ଗୁଡ଼ିକ କେବେ ବି ଫେରି ଆସିନି। ତରୁଣ ବୟସର ଆଉ ଆବେଗ ତଥା ଭାବପ୍ରବଣତାର ସେଇ ଝାପ୍ସା ସ୍ମୃତିକୁ କଳ୍ପନାର ରଙ୍ଗ ଦେଇ କବିତା ଗୁଡ଼ିକୁ ଲେଖିଛି ବୋଲି କବି ଧରଣୀଧର ତ୍ରିପାଠୀ ମତ ଦିଅନ୍ତି। ଶ୍ରୋତାବନ୍ଧୁ, ଆଜି ଆମେ କବି ଧରଣୀଧର ତ୍ରିପାଠୀଙ୍କୁ ଶୁଣିବା। ତେବେ ଧରଣୀଧର ତ୍ରିପାଠୀ ଜଗତସିଂହପୁର ଜିଲ୍ଲାର ବିଉଳ ଗ୍ରାମରେ ଭୂମିଷ୍ଠ ହୋଇଥିଲେ। ସେ ଏକାଧାରରେ ଜଣେ କବି, ଗୀତିକାର, ଗାଳ୍ପିକ, ବକ୍ତା ଏବଂ ଅର୍ଥନୀତି ବିଶାରଦ। ସେ ପିଲାଦିନରୁ ଜଣେ ମେଧାବୀ ଛାତ୍ର ହିସାବରେ ଗ୍ରାମାଞ୍ଚଳ ବୃତ୍ତି, ଜାତୀୟ ବୃତ୍ତି, ଉଚ୍ଚ ଗବେଷଣା ପାଇଁ ଫେଲୋସିପ୍ ପାଇଥିଲେ। ପିଲାଦିନୁ ତାଙ୍କର ସାହିତ୍ୟ ପ୍ରତି ପ୍ରଗାଢ଼ ଅନୁରକ୍ତି ଥିଲା। ସ୍କୁଲ, କଲେଜ ଏବଂ ଉଚ୍ଚ ଶିକ୍ଷା ସ୍ତରରେ ସେ ସମ୍ବାଦପତ୍ରରେ, ମ୍ୟାଗାଜିନରେ ନିଜର ଲେଖାଗୁଡ଼ିକୁ ପ୍ରକାଶିତ କରି ଆସୁଛନ୍ତି। ପ୍ରକୃତି, ସମାଜ ଆଉ ଜୀବନ ପ୍ରତି ନିଜର ନିଆରା ଚିନ୍ତାଧାରା ଆଉ ଆବେଗକୁ ନେଇ ଜଣେ ସମ୍ବେଦନଶୀଳ କବି ହିସାବରେ ସେ ତାଙ୍କର ଲେଖା ଜାରି ରଖିଛନ୍ତି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କରେ ଉଚ୍ଚ ପଦବୀରେ ରହି ବିଭିନ୍ନ ରାଜ୍ୟରେ କାର୍ଯ୍ୟ କରି ସୁନାମ ଅର୍ଜନ କରିଛନ୍ତି। ସମ୍ପ୍ରତି ବିଜନେସ୍ କରସ୍ପଣ୍ଡେଣ୍ଟ ରିସୋର୍ସ କାଉନସିଲରେ ସେ କାର୍ଯ୍ୟକାରୀ ଅଧିକାରୀ ରୂପେ ନୂଆଦିଲ୍ଲୀରେ ଅବସ୍ଥାପିତ ଅଛନ୍ତି। କେନ୍ଦ୍ର ସରକାରଙ୍କ ବିତ୍ତ ମନ୍ତ୍ରଣାଳୟର ବିତ୍ତୀୟ ସେବା ବିଭାଗର ଏକ କମିଟିର ସେ ସଦସ୍ୟ। ତାଙ୍କର ପ୍ରଥମ କବିତା ବହି କ୍ଳାନ୍ତ ଅପରାହ୍ନର ପ୍ରତିଶ୍ରୁତି ଆମେ ଶୁଣିଛେ। ତାଙ୍କର ଅନୁଦିତ କବିତା ସଂକଳନ ଗୀତାଞ୍ଜଳିରୁ ମଧ୍ୟ ଆମେ କବିତା ଶୁଣିଛେ। ଆଜି ତାଙ୍କର ଏଇ ତୃତୀୟ କବିତା ସଂକଳନ ଭାସିଗଲା ଯେବେ କାଗଜ ଡଙ୍ଗାର କିଛି କବିତା ମୁଁ ଆପଣମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରୁଛି। ତେବେ ମୁଁ କହି ରଖେ, ଭାସିଗଲା ଯେବେ କାଗଜ ଡଙ୍ଗା କବିତା ସଂକଳନର ଅନେକ କବିତା, ସ୍ମୃତି ଏବଂ ଅନୁଭୂତି ମିଶ୍ରିତ କବିତା। କବିତା ସଂକଳନର ଶେଷ ଭାଗରେ ରହିଛି ଶ୍ରୀ ଜଗନ୍ନାଥଙ୍କୁ ନେଇ ଅନେକ କବିତା। ତେବେ ସେଇ ଭକ୍ତିପୂର୍ଣ୍ଣ କବିତାର ଯେଉଁ ନିବେଦନ କବି କରିଛନ୍ତି, ତାକୁ ମୁଁ ଅନ୍ୟ ଏକ ଅଡିଓରେ ଆପଣମାନଙ୍କ ଉଦ୍ଦେଶ୍ୟରେ ଉପସ୍ଥାପନ କରିବି। ବର୍ତ୍ତମାନ ଆମେ ଶୁଣିବା ତାଙ୍କ ସ୍ମୃତି ଭିଜା ଅତୀତର କିଛି କବିତା, କିଛି ଅନୁଭବକୁ। କବିତାର ଶୀର୍ଷକ ହେଉଛି ମୋ ଗୁଡି। କବି ଧରଣୀଧର ତ୍ରିପାଠୀ। ମନେ ପଡ଼େ କେବେ କେବେ ସେଦିନର ସନ୍ଧ୍ୟାବେଳ, ମନେ ପଡ଼େ କେବେ କେବେ ସେଦିନର ସନ୍ଧ୍ୟାବେଳ, ଖୋଲା ନଦୀ ପଠା, ନୀଳ ଆକାଶ ଆଉ ମୋ ପିଲାଦିନ।
ମନେ ପଡ଼େ କେବେ କେବେ ସେଦିନର ସନ୍ଧ୍ୟାବେଳ ଖୋଲା ନଦୀପଠା ନୀଳ ଆକାଶ ଆଉ ମୋ ପିଲାଦିନ ଉଡ଼ି ଉଡ଼ି ଯାଇଥିଲା ଗୁଡ଼ି। ମୁଁ ଧରିଥିଲି ଡୋରି। ଉଡ଼ି ଉଡ଼ି ଯାଉଥିଲା ଗୁଡ଼ି, ମୁଁ ଧରିଥିଲି ଡୋରି, ସତେକି ଉଡ଼ାଉଥିଲି ବିଜୟ ଧ୍ୱଜା ପୁରା ଆକାଶକୁ ଜୟ କରି। ହଠାତ୍ ଆସିଲା ଝଡ଼। ହଠାତ୍ ଆସିଲା ଝଡ଼, ଛିଣ୍ଡି ଗଲା ମୋ ଗୁଡ଼ି। ପବନ ନେଲା ଯେଉଁ ଦିଗେ ସେ ଦିଗେ ଗଲା ଉଡ଼ି। ଥରି ଥରି ପଡ଼ୁଥିଲା ଖସି, ଥରି ଥରି ପଡ଼ୁଥିଲା ଖସି। ଝଡ଼ ଗର୍ଜନରେ ଯାଇଥିଲା ବୋଧେ ଡରି। ପଡ଼ିବା ଆଗରୁ ଧରି ନେବି ବୋଲି ପଛେ ପଛେ ଧାଉଁଥିଲି। ପବନ ଉଡ଼ାଇ ତାକୁ ଦେଇଥିବ କାହା ହାତେ ନେଇ, ହଜିଥିବା ଯାଏ ରହିଥିଲି ଚାହିଁ। ଭିଜାଇ ପଲକ ଦୁଇ। ଭ୍ରମ ଥିଲା, ଭ୍ରମ ଥିଲା ସାରା ଆକାଶଟା ମୋର। ଭ୍ରମ ଥିଲା ସାରା ଆକାଶଟା ମୋର। ଝଡ଼ ପରେ ଜାଣିଲି ଚେନାଏ ଆକାଶ ବି ନଥିଲା ମୋର। ଯେଉଁ ଗୁଡ଼ିଟିକୁ ଭାବିଥିଲି ନିଜର, ତା ଉପରେ ବି ଥିଲା କେବଳ ଝଡ଼ର ଅଧିକାର। ଯେଉଁ ଗୁଡ଼ିଟିକୁ ଭାବିଥିଲି ନିଜର, ତା ଉପରେ ବି ଥିଲା କେବଳ ଝଡ଼ର ଅଧିକାର। କବି ଧରଣୀଧର ତ୍ରିପାଠୀ ଜଣେ ଅତ୍ୟଧିକ ଭାବପ୍ରବଣ ସମ୍ବେଦନଶୀଳ କବି। ତାଙ୍କ କବିତାରେ ଗୋଟେ ସରଳ ମଣିଷର ଯେଉଁ ଏକଲାପଣ, ଅସହାୟତା ବୋଧ ଏବଂ ଅତି ତଟସ୍ଥ ହୋଇ ସେ କବିତା ଲେଖନ୍ତି। ତାଙ୍କର ଶବ୍ଦ ଗୁଡ଼ିକ ତାଙ୍କରି ପରି ଅମାୟିକ। କବିଙ୍କର ଅନ୍ୟ ଏକ କବିତା ତୁମ ସହରର ବର୍ଷା। କବି ଧରଣୀଧର ତ୍ରିପାଠୀ। ଭଲ ଲାଗୁଥିଲା ବିନ୍ଦୁ ବିନ୍ଦୁ ବର୍ଷା ମୁଠାଇ ନେବାକୁ ଦୁଇ ମୁଠାରେ। ଭଲ ଲାଗୁଥିଲା ବିନ୍ଦୁ ବିନ୍ଦୁ ବର୍ଷା ମୁଠାଇ ନେବାକୁ ଦୁଇ ମୁଠାରେ। ମୋ ହାତ ମୁଠାରୁ ଖସି ପଡ଼ୁଥିଲା ଯାଇ ଶୁଖିଲା ପତ୍ରରେ। ଶୁଖିଲା ପତ୍ର ତୋଳିଲା ଛନ୍ଦ, ତୁମର ସେଇ ବିସ୍ମୃତ ପଦପାତ। ଶୀତଳ ପବନ ଡାକି ଦେଇଥିଲା ସତେକି ତୁମରି ନିମନ୍ତ୍ରଣ। ବେଳେ ବେଳେ ନିଶୀଥ ଆକାଶେ ଦେଖିଛି ତାରା ପଙ୍କ୍ତି ଯେବେ। ଭାବିଛି ପ୍ରଦୀପ ମାଳା ଜଳାଇଛ ମୋ ପାଇଁ ତୁମେ। ଲଭିଛି ସେ ପ୍ରଦୀପ ସବୁ, ଲିଭିଛି ସେ ପ୍ରଦୀପ ସବୁ। ସକାଳ ସୂର୍ଯ୍ୟାଲୋକେ ମୁଁ ବି ଘୂରି ବୁଲୁଛି ସାରା ଜୀବନ ନିଜ ଛାଇ ଚାରି ପାଖେ। ଇଚ୍ଛା ହେଲା ଥରେ ଭିଜି ଯିବାକୁ ତୁମ ସହରର ବର୍ଷାରେ। ଇଚ୍ଛା ହେଲା ଥରେ ଭିଜି ଯିବାକୁ ତୁମ ସହରର ବର୍ଷାରେ। ସେଦିନ ଯେମିତି ଭିଜି ଯାଉଥିଲି ଜାଣିଶୁଣି ନିଜ ଇଚ୍ଛାରେ। ଆଜି ଆସି ଦେଖେ ମାୟାବିନୀ ତୁମ ସହରର ବର୍ଷା। ଆଜି ଆସି ଦେଖେ ମାୟାବିନୀ ତୁମ ସହରର ବର୍ଷା। ଧୋଇ ଦେଇଛି ସବୁ ସ୍ମୃତି ଚିହ୍ନ ଯାହା ଅଛି ହୃଦୟ ମୋ ଅଙ୍କା। କାହିଁ ଗଲା ସେ କୃଷ୍ଣଚୂଡ଼ା, କାହିଁ ଗଲା ସେ କୃଷ୍ଣଚୂଡ଼ା। କାହିଁ ସେ ବକୁଳ ବନ ଯାହା ତଳେ ବସି ବିତାଉଥିଲି ମୋର ଯେତେକ ଅଳସ ଅପରାହ୍ନ। ଦିଶୁନି କେଉଁଠି ସେ ଗଙ୍ଗ ଶିଉଳି, ଦିଶୁନି କେଉଁଠି ସେ ଗଙ୍ଗ ଶିଉଳି। ଛିଡ଼ା ହୋଇଥିଲ ସେଦିନ ତ ଛାଇ ତଳେ, ଝରି ପଡ଼ୁଥିଲା ଫୁଲ ତୁମରି ଅଙ୍ଗେ ଅଙ୍ଗେ। କାହିଁକି କେଉଁଠି ଶୁଭୁନି ତୁମ ସହରର ସ୍ପନ୍ଦନ, କାହିଁକି କେଉଁଠି ଶୁଭୁନି ତୁମ ସହରର ସ୍ପନ୍ଦନ। ମାଟି ଗୋଡ଼ି ଆଉ ପଥର ଭିତରେ ହଜିଛି ସତେକି କେଉଁଠି ପ୍ରାଣ। ତଥାପି ଖୋଜି ନେଲି ସେ ପୁରୁଣା ଠିକଣା, ତଥାପି ଖୋଜି ନେଲି ସେ ପୁରୁଣା ଠିକଣା। କିନ୍ତୁ ହାୟ ଠିକଣାଟି ତ ଠିକ୍, ହେଲେ ତୁମେ ବଦଳେଇ ଦେଇଥିଲ ତୁମ ଠିକଣା। ଛଳ ଛଳ ଆଖିରୁ ମୋ ଲୁହ ଝରି ପଡ଼ିଲା ପଲକ ଡେଇଁ। ଖାଲି ଲୁହ ସେ ନୁହେଁ ତୁମ ପାଇଁ କ୍ଷୁଦ୍ର ଭେଟି। ସାରା ଜୀବନର ଗ୍ଲାନି ଚାହୁଁଥିଲା ଆଜି ଝରି ଯିବାକୁ। କେମିତି ରୋକିବି କୁହ ପୁରା ସାଗରକୁ। ସାରା ଜୀବନର ଗ୍ଲାନି ଚାହୁଁଥିଲା ଆଜି ଝରି ଯିବାକୁ। କେମିତି ରୋକିବି କୁହ ପୁରା ସାଗରକୁ। ବାଃ, କି ସୁନ୍ଦର କବିତା। ଗୀତିମୟତା ତାଙ୍କର ଛନ୍ଦେ ଛନ୍ଦେ ବାରି ହୁଏ। କବି ଧରଣୀଧର ତ୍ରିପାଠୀଙ୍କର ଅନ୍ୟ ଏକ କବିତା ନିଜକୁ ଖୋଜିବି କୁହୁଡ଼ି ଭିତରୁ। କୁହୁଡ଼ିରେ ଭିଜା ଭିଜା ଆଜି ଏ ସହର, କୁହୁଡ଼ିରେ ଭିଜା ଭିଜା ଆଜି ଏ ସହର। ଭାବୁଛି ଏତେ ଧୂଆଁ ଆସିଲା କେଉଁଠୁ। ଉଦାସ ମନ ଆଉ ଏ ଉଦାସ ସକାଳ, ଏକା ମୁଁ ଆଉ ଉଠୁଛି ଧୂଆଁ ଚା କପ୍ରୁ। ଦିଶାହାରା ପଥ ଆଜି ଦିଶେନା ଦିଗନ୍ତ, ଅନ୍ଧକାର କରିଛି ଆବୃତ ଆଲୋକକୁ। ନିଆଁ ନାହିଁ ଖାଲି ଧୂଆଁ ଆଉ ଧୂଆଁ, ତୁମ ଘର ଦିଶେ ଝାପ୍ସା ଆଜି ମୋ ଆଖିକୁ। କାଟିଥିଲି ସାରା ରାତି ଭରି ଦୀର୍ଘଶ୍ୱାସ,
से धुआं की ढांकी देला सारा आकाश को, से कुहुड़ी रे हजाई देइछि निजको, के जानी खोजिकी केबे पाइबी निजको। धीरे धीरे जागिलाणी घुमंत सहर, धीरे धीरे जागिलाणी घुमंत सहर, तुम घर रास्ता दिशुची मो बारंडारू। हठात कहीं इच्छा हुए मोर निजको खोजिबी मु निजे कुहुड़ी भितरू, निजको खोजिबी मु निजे कुहुड़ी भितरू। श्रोताबंधु, आज आम शुणुचे कवि धरणीधर त्रिपाठींकर भासीगला जेबे कागज डंगा कविता संकलन किछि कविता। कविता गुड़ी को जेतेबेले आम शुणिबा, कविंकर वृत्तिगत जीवन आम आखि को आसेनी। से जड़े अर्थनीति विशारद, बैंकर, बैंक रे उच्च पदस्थ अफिसर भाव रे अधिष्ठित, किंतु बुझी हुएनी केते आवेग तांको कवितारे। कविंकर गोटे सुंदर कविता आपण मानकु भल लागिबो। मो झरा पत्रटिए, गोटे असहायता, गोटे निसंगता कविंक शब्दरे मर्मरित। कवितार शीर्षक मो झरा पत्रटिए। आज पत्र छड़ार दिने झलकाए पवन आसिला, आज पत्र छड़ार दिने झलकाए पवन आसिला, उड़ाई नेला मते बुझी पारिलिनी किछि, धरिथिली जेउ शाखा छाड़ी मु देली, अबा वृक्ष छाड़िला मते मु झरा पत्रटिए। मु झरा पत्रटिए, ए केउ आवेगे भासी मु जाउछि पवनर संगे मिसी, ए कि मुक्तिर आनंद अबा विच्छेद वेदना बुझी तो हेउनी किछि। आजी छुईबी नील आकाश, आज छुईबी नील आकाश, अबा उड़ी जीवी दिगंत से पारे, कि अबा जाई पड़िबी तुम बगीचा बा अगणारे। से दिन बसंते थिली मु डालरे, तुमे बसिथिल मो छाई तले, आज जदि पड़े तुम अगणारे, दଳି देबनी तो पाद तले। मिसिबी जदि तुम बगीचा माटीरे, लगाई देब सेठी चाराटिए, सिंजीब पानी तुमे सरागरे, फुटिबी पुणी होई फुलटिए। से फुलरे आसी बसिब भ्रमर, उड़ी बुलुथिबे प्रजापति, से फुलरे आसी बसिब भ्रमर, उड़ी बुलुथिबे प्रजापति, तुमे नहीं ताकू गभारे खोसिब, अबा सजाइब पूजा थाली। तुम कथा जान तुमे, मु जाने एथिकी, जीवन प्रवाहरे मु थिली अल्प क्षणर यात्री। मु भूली जीवी तुमे भूली जीव, मु भूली जीवी तुमे भूली जीव, पुणी आसीबी रूप बदलाई, जीवन प्रवाहरे भासिबार पाई। मु पुणी आसीबी रूप बदलाई, जीवन प्रवाहरे भासिबार पाई। कविंकर आउ एक कविता अबाक होई देखे। कविंक कविता उपरे आलोचना करिवार सीमित जो परिसरटी अछि सेथिपई सुजोग पाउनी, तेबे कविंकर आउ एक कविता अबाक होई देखे। झरका खोली देखे बारंबार खोला आकाशर रंग, लोहित नील आउ कृष्ण गभीर असीम। झरका खोली देखे बारंबार खोला आकाशर रंग, लोहित नील आउ कृष्ण गभीर असीम। केबे केबे ढांकी दिए काहार घन कृष्ण सिक्त केश राशि, केबे अबा झरी पड़े का आखिर लुह बिंदु बिंदु होई। काहींकी उड़ी जाए एई पक्षी, काहींकी उड़ी जाए एई पक्षी, मो खोला झरकार आगरे, छुईबा को सीमाहीन आकाश, केजाणी केउ पिपासारे। फुटे एते तारा फूल सूर्य और चंद्र, पक्षींक काकली रे काहार ए कंठ। मो क्षुद्र आखिरे देखे अनंतर खेल, मो क्षुद्र आखिरे देखे अनंतर खेल, अबाक होई चाहे आकाश को मुझे बारंबार, आकाश को मुझे बारंबार। कविंकर आउ एक कविता मु लोभ संवरण करिपारनी, सबु कविता अति हृदयस्पर्शी आवेगरे परिपूर्ण। कविंकर आउ एक कविता तुमे जदि आस। कवि धरणीधर त्रिपाठी। भाबिछि अनेक बार रखिबि तुमको लुचाई, गहन हृदयर मध्य केही जानिबिनी किछि। करिबि पूजा साजी पूजारिणी, एकांते गोपने बसी। तुमे जदि आस हृदय मोर, हृदय बीणा उठिब बाजी। अगणारे मोर आसीब आकाश, तारा फूल सबु जीवे फुटी। देखिबे सभिए जानिबे सभिए, देखिबे सभिए जानिबे सभिए, लागिब सत सूर्यंक मेला। केमिति पारिबि लुचाई तुमको, तुमे आलोकर सुंदर माला। तुमे आसीब तो फुटिब फूल, तुमे
ଆସିବ ତ ଫୁଟିବ ଫୁଲ ପାରିଜାତ ମୋ ପ୍ରାଙ୍ଗଣରେ। ରଙ୍ଗୀନ ପ୍ରଜାପତି ଉଡ଼ି ବୁଲିବେ ବାସ ଚହଟିବ ଯେବେ ବନେ। ପାରିବି କି ତୁମକୁ ଲୁଚାଇ ଯୋଜନ ଗନ୍ଧ ତୁମ ସୁଗନ୍ଧ। ବସନ୍ତ ଆସି ଭରିଦେବ ମୋ ନୀରବ କଣ୍ଠରେ ଗୀତ। ବିନା ଘୁଙ୍ଗୁରରେ ବାଜିବ ନୂପୁର ପାଦରେ ନୂତନ ଛନ୍ଦ। ତୁମେ ଯଦି ଆସ ହୃଦୟ ମୋର, ତୁମେ ଯଦି ଆସ ହୃଦୟ ମୋର, ଲୁଚିକି ରହିବ ଏ କଥା। ଦେଖିବେ ସଭିଏ ଜାଣିବେ ସଭିଏ ମୋ ଗଭୀର ଗହନ ପ୍ରଣୟର କଥା। ମୋ ଗଭୀର ଗହନ ପ୍ରଣୟର କଥା। ଖୁବ ସୁନ୍ଦର କବିତା। କବିଙ୍କର ଐକାନ୍ତିକ ଆବେଗର କଥା ସବୁ ଏଥିରେ ମର୍ମରିତ। କବିଙ୍କର ଆଉ ଏକ କବିତା କୃଷ୍ଣଚୂଡ଼ାର ରଙ୍ଗ। କବି ଧରଣୀଧର ତ୍ରିପାଠୀ। ନଦୀକୂଳ ଏ ରାସ୍ତାରେ ଯାଉ ଯାଉ କେବେ କେବେ ଅଟକି ଯାଏ ମୋ ପାଦ କେଉଁ ଅଜଣା ଡୋରିରେ। ନଦୀକୂଳ ଏ ରାସ୍ତାରେ ଯାଉ ଯାଉ କେବେ କେବେ ଅଟକି ଯାଏ ମୋ ପାଦ କେଉଁ ଅଜଣା ଡୋରିରେ। ବାନ୍ଧି ରଖେ ମୋତେ ଏଇ କୃଷ୍ଣଚୂଡ଼ାର ରଙ୍ଗ। ବାନ୍ଧି ରଖେ ମୋତେ ଏଇ କୃଷ୍ଣଚୂଡ଼ାର ଗଛ। ନାଲି ନାଲି ଫୁଲ ପଡ଼ିଛି ତଳେ ସ୍ୱପ୍ନ ସୁନ୍ଦରୀର ଗଭାରୁ ଖସି। ଝରା ଫୁଲ ସବୁ ସାଉଁଟି ନେଇ ବରଣମାଳ ମୁଁ ରଖିଛି ଗୁନ୍ଥି। ଘାସ ଗାଲିଚାରେ ବସେ ଯଦି କେବେ ସନ୍ଧ୍ୟା ଆକାଶ ତଳେ। ଅଜଣା ପ୍ରିୟା ମୋ ରୂପ ନିଏ ଏଇ କୃଷ୍ଣଚୂଡ଼ାର ତଳେ। ଦିଶୁଥାଏ ପୁଣି ଲୁଚିଯାଏ ମାୟାର ହରିଣୀ ପରି ଲାଗେ। ଖରା ଛାଇର ଖେଳ ମୁଁ ଦେଖେ ଏଇ କୃଷ୍ଣଚୂଡ଼ାର ତଳେ। କେତେ ବସନ୍ତ ଆସିଛି ଜୀବନେ ଯାଇଛି ଛୁଇଁ ମୋତେ। ଆଜି ଏ ବସନ୍ତ ରଙ୍ଗାଇ ଦେଇଛି ନାଲି କୃଷ୍ଣଚୂଡ଼ାର ରଙ୍ଗେ। ଆଜି ଏ ବସନ୍ତ ରଙ୍ଗାଇ ଦେଇଛି ନାଲି କୃଷ୍ଣଚୂଡ଼ାର ରଙ୍ଗେ। ବାବା ସୁନ୍ଦର କବିତା। ଆଉ ଗୋଟିଏ କବିତା, ଶେଷ କବିତା କବିଙ୍କର, ସେଠି ହେଲା ଆପଣାର ଆକାଶ। କବି ଧରଣୀଧର ତ୍ରିପାଠୀ। ଅକାରଣେ ବରଷି ନଥିବ ଆଜି ଅପରାହ୍ନରେ ଏ ଅଦିନ ମେଘ। ଅକାରଣେ ବରଷି ନଥିବ ଆଜି ଅପରାହ୍ନରେ ଏ ଅଦିନ ମେଘ। ସାରାଦିନ କହିଥିଲି ହୃଦୟର ବ୍ୟଥା ଆକାଶକୁ ଚାହିଁ ତେଣୁ ଝରାଇଥିବ ଲୁହ। ଗଭୀର ଥିଲା ସେ କ୍ଷତ ଲାଗିଥିଲା ହୃଦୟ ଆଘାତ। ଉଦାସ ମନ ଆଉ ପ୍ରାଣର ହୁତାଶ ମିଶିଗଲା ଆକାଶରେ ଯାଇ। ତେଣୁ ଝରୁଥିଲା ନିଆଁ ଆକାଶରୁ ସାରାଦିନ ଆଜି। କାଲି ସାରା ରାତି କରିଥିଲି ଅଭିମାନ ଆର୍ଦ୍ର ମୋ ନୟନ ପାହିଲା ରଜନୀ। ଏ ଆକାଶ କିନ୍ତୁ କାନ୍ଦିଥିଲା ସାରା ରାତି। ପଡ଼ିଥିଲା ଚାରିଆଡ଼େ ବିନ୍ଦୁ ବିନ୍ଦୁ ଶିଶିର ବିନ୍ଦୁ କରିଥିଲା ଆର୍ଦ୍ର ସାରା ଧରଣୀକୁ। ଆଜି ଏ ଆକାଶ ଲାଗୁଥିଲା ଭାରି ନିଜର। ଅସରାଏ ବର୍ଷା ପରେ ହୋଇଥିଲା ନିର୍ମଳ। ମୋ ହୃଦୟ ଆକାଶରୁ ବି ଛିଟିକି ପଡ଼ୁଥିଲା ମେଘ ଖଣ୍ଡେ ଖଣ୍ଡେ। ଟିକିଏ ଘୁମେଇ ପଡ଼ିବାର ଇଚ୍ଛା ହେଉଥିଲା ନୀଳ ଆକାଶର ତଳେ। ଟିକିଏ ଘୁମେଇ ପଡ଼ିବାର ଇଚ୍ଛା ହେଉଥିଲା ନୀଳ ଆକାଶର ତଳେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ କବି ଧରଣୀଧର ତ୍ରିପାଠୀଙ୍କ କିଛି ସ୍ମୃତି, କିଛି ଅନୁଭୂତିର କବିତା। ତାଙ୍କର କବିତା ସଂକଳନ ଭାସିଗଲା ଯେବେ କାଗଜ ଡଙ୍ଗାରୁ। ଆଜିର ଅଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା, ଆପଣମାନଙ୍କ ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ। ଏବଂ କବିଙ୍କର ଆଉ ଏକ ଜଗନ୍ନାଥ ଚେତନାକୁ ନେଇ ଅଡ଼ିଓଟିଏ ପରବର୍ତ୍ତୀ ସମୟରେ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ ନିଶ୍ଚୟ କରିବି। ଅନେକ ଧନ୍ୟବାଦ।